ଶ୍ରୀଯୁକ୍ତ ବିଜୟ କୁମାର ଆଚାର୍ଯ୍ୟ ଶପଥ ରୀତିକ ଆପଣଙ୍କୁ ଜୟ ଗୁରୁ ମୋର। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ତମାଦିଦେବ ପୁରୁଷ ପୁରାଣ ତମସ୍ୟ ବିଶ୍ୱସ୍ୟ ପରମ ନିଧାନମ୍ ବେତ୍ତାସି ବେଦ୍ୟମ୍ ଚ ପରମ୍ ଚ ଧାମ ତ୍ୱୟା ତତଂ ବିଶ୍ୱମନନ୍ତ ରୂପ। ମୋର ଜୀବନର ଆରାଧ୍ୟ ଦେବତା ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର, ପରମ ପୂଜନୀୟା ଶ୍ରୀ ଶ୍ରୀ ବର୍ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏବଂ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କର ପରିବାର ବର୍ଗ ସମସ୍ତଙ୍କର ପଦାରବିନ୍ଦରେ ମୋର ଅନନ୍ତ କୋଟି ସଭକ୍ତିକ ଭୂମିଷ୍ଠ ପ୍ରଣାମ। ଆଜି এই ପବିତ୍ର ଭକ୍ତି ତରଙ୍ଗ ର ଆନୁକୂଲ୍ୟରେ ଗଜପତି ପାରଳାଖେମୁଣ୍ଡର ମଣ୍ଡର এই ସତ୍ସଙ୍ଗ ବା ଆଭାସୀ ସତ୍ସଙ୍ଗ ଦୀର୍ଘ ପଥ ଅତିକ୍ରମ କରି ଆଜି 1039 ଦିନରେ ପଦାର୍ପଣ କରିଛି। ଆଉ ଏହାର ପରିଚାଳକ ମହୋଦୟ ତଥା ସମ୍ମାନାସ୍ପଦ କର୍ମୀ ମଣ୍ଡଳୀ, ଇଷ୍ଟପ୍ରାଣ ଗୁରୁଭାତୃ ମଣ୍ଡଳୀ, ଭକ୍ତିମତୀ ମାତୃମଣ୍ଡଳୀ, ସମ୍ମାନାସ୍ପଦ ସାଧୁ ସଜ୍ଜନ ମଣ୍ଡଳୀ, ସ୍ନେହର ଛୋଟ ଛୋଟ ପିଲାଏ ସମସ୍ତଙ୍କୁ ମୋର ଆନ୍ତରିକ ରା ଓ ପ୍ରୀତିପୂର୍ଣ୍ଣ ଜୟ ଗୁରୁ। ଆଜି ଏହି ଭକ୍ତି ତରଙ୍ଗର ଭକ୍ତବୃନ୍ଦ ସମସ୍ତଙ୍କର ପ୍ରଚେଷ୍ଟାରେ ଭୋଗଦାନ ପୂର୍ବକ ଏହି ସତ୍ସଙ୍ଗର ଆୟୋଜନ କରାଯାଇଛି। ଆଉ ବିଷୟବସ୍ତୁ ରଖା ହେଇଛି ଭକ୍ତିର ଅହଙ୍କାର। ବାସ୍ତବରେ ଅହଙ୍କାର ଏକ ଶବ୍ଦ, ଏକ ପରିବ୍ୟାପକ ଶବ୍ଦ। ଅହଂ ନଥିଲେ ତ ଆମେ ବଞ୍ଚି ବି ପାରନ୍ତେ ନା। ପାରଳାଖେମୁଣ୍ଡର এই ସତ୍ସଙ୍ଗ ବା ଆଭାସୀ ସତ୍ସଙ୍ଗ ଦୀର୍ଘ ପଥ ଅତିକ୍ରମ କରି ଆଜି 1039 ଦିନରେ ପଦାର୍ପଣ କରିଛି। ଆଉ ଏହାର ପରିଚାଳକ ମହୋଦୟ ତଥା ସମ୍ମାନାସ୍ପଦ କର୍ମୀ ମଣ୍ଡଳୀ, ଇଷ୍ଟପ୍ରାଣ ଗୁରୁଭାତୃ ମଣ୍ଡଳୀ, ଭକ୍ତିମତୀ ମାତୃମଣ୍ଡଳୀ, ସମ୍ମାନାସ୍ପଦ ସାଧୁ ସଜ୍ଜନ ମଣ୍ଡଳୀ, ସ୍ନେହର ଛୋଟ ଛୋଟ ପିଲାଏ ସମସ୍ତଙ୍କୁ ମୋର ଆନ୍ତରିକ ରା ଓ ପ୍ରୀତିପୂର୍ଣ୍ଣ ଜୟ ଗୁରୁ। ଆଜି ଏହି ଭକ୍ତି ତରଙ୍ଗର ଭକ୍ତବୃନ୍ଦ ସମସ୍ତଙ୍କର ପ୍ରଚେଷ୍ଟାରେ ଭୋଗଦାନ ପୂର୍ବକ ଏହି ସତ୍ସଙ୍ଗର ଆୟୋଜନ କରାଯାଇଛି। ଆଉ ବିଷୟବସ୍ତୁ ରଖା ହେଇଛି ଭକ୍ତିର ଅହଙ୍କାର। ବାସ୍ତବରେ ଅହଙ୍କାର ଏକ ଶବ୍ଦ, ଏକ ପରିବ୍ୟାପକ ଶବ୍ଦ। ଅହଂ ନଥିଲେ ତ ଆମେ ବଞ୍ଚି ବି ପାରନ୍ତେ ନାହିଁ। ଯୋଉ ଅହଂକୁ ବେଶ କରି ଆଜି ଆମେ ମାନେ ଦୀର୍ଘ ପଥ ଅତିକ୍ରମ କରି ଆସିଛେ। ଅନେକ ଜନ୍ମ ଯନ୍ତ୍ରଣା, ଦୁଃଖ, କଷ୍ଟ ଭିତର ଦେଇ, ସଂଘାତ ଭିତର ଦେଇ ଆଜି ଆମେ ଏ ଦୁର୍ଲଭ ମଣିଷ ଜନ୍ମ ପାଇଛେ ବା ମାନବ ଜନ୍ମ ପାଇଛେ। ତତ୍ ସହିତ ଏ ଜୀବନକୁ ରସାୟନିତ କରିବା ପାଇଁ ପରମ ପୁରୁଷଙ୍କୁ ପାଇଛେ, ଯେ ଜୀବନ ବିଜ୍ଞାନୀ ପରମେଶ୍ୱର। ଏଭଳି ଜ୍ଞାନ, ଏଭଳି ତତ୍ଵ ପୂର୍ବରୁ ସହଜଲଭ୍ୟ ହେଉଥିଲା କି ନାହିଁ ମୁଁ ଜାଣେ ନା, କିନ୍ତୁ ଆମେ ଏଭଳି ତତ୍ଵ ପାଉଛେ, ଆମର ଜ୍ଞାନ ବା ଚୈତନ୍ୟ ଉଦୟ ହଉଛି, ଯାହାର ମାପକାଠି ମଧ୍ୟ ଆମ ପାଖରେ ନାହିଁ। ଯୋଉମାନେ ନିତ୍ୟ ଏ ଜ୍ଞାନ ପିପାସୁ, ନିତ୍ୟ ଏ ସତ୍ସଙ୍ଗରେ ଯୋଗଦାନ କରୁଛନ୍ତି, ସେମାନେ ଅତି ଅବଶ୍ୟ ଜାଣିପାରୁଥିବେ ସେମାନଙ୍କର ଯୋଉ ଅଜ୍ଞାନତା କେତେ ଭାବରେ ଦୂରୀଭୂତ ହେଇ ଚାଲିଛି।
ମାନେ କେତେ ଜନ୍ମ ଗଲା ପରେ ମଧ୍ୟ କେତେ ପୂଜା ପାର୍ବଣ ଭାଗବତ ଶାସ୍ତ୍ର ପଠନ ଇତ୍ୟାଦି କଲା ପରେ ମଧ୍ୟ ଆମ ମାନଙ୍କର ଏଇ ଚୈତନ୍ୟ ଉଦୟ ହେଇପାରି ନଥିଲା। ଆମେ ମାନେ ଆଜି ଯୋଉ ଜ୍ଞାନଟି ପାଉଛେ विजय दा ऑडियो ऑफ हो जाइए। ମାନେ ଶୁଣିଛେ ଜାଣିଛେ 12 ବର୍ଷ କଲେ ଗୁରୁ ସେବା ଗୁରୁ କହିଲେ ତହୁ କିଛି ଦେବା। ଗୁରୁଙ୍କ ଠାରୁ ପଦେ ଅଧେ ଶୁଣିବା ପାଇଁ କେତେ କଠିନକର କର୍ମ ବି କରିବାକୁ ପଡୁଥିଲା। ଆରୁଣି ଉପମନ୍ୟୁ This was in for you. What is it? A Galaxy M55 5G. Test this monster like you test your cars. I have a new challenge from Samsung. This one gets a Snapdragon 7 Gen 1 processor. I'm firing up every app that the phone has come with, and you check this out, it's pretty smooth. Huh? We literally are out on the road with a monster. Twice. 50 laps. Going once. सिग्नेचर जो दूर से नजर आए। 3. सिग्नेचर जो सबकी सोच से ऊपर जाए। We have a final bid. 50 crores. Sold to the gentleman at the back. सिग्नेचर जो एक नया स्टाइल बनाए। सिग्नेचर, a premium product from Dilbag. ଏମାନଙ୍କ କଥା ଆପଣ ଜାଣିଛନ୍ତି। ଏଇ ଗୁରୁ ସେବା ଭିତର ଦେଇ ସେମାନଙ୍କର ପ୍ରଥମ ଲାଭ ଥିଲା ଯେ ଅହଙ୍କାରକୁ ଲୋପ କରିବା। ସେମାନଙ୍କର ମନ ଭିତରେ ଯୋଉ ବଡ ପଣିଆ, ମୁଁ କେହି ରାଜପୁତ୍ର ଥିଲେ, କେହି ଧନୀ ପୁତ୍ର ଥିବେ, ମହାଜନ ମାନଙ୍କ ପୁତ୍ର ଥିବେ, ଯା ହଉ ସବୁ କିଛି ମିଳେଇ ଯାଉଥିଲା ଗୁରୁଙ୍କ ସେବା କରିବା ଭିତରେ। ତାଙ୍କ ଭିତରେ ପ୍ରଥମତଃ ଏଇ ଅହଙ୍କାର ଭାବ ଲୋପ ପାଉଥିଲା। ଗୁରୁଙ୍କ ସେବା କରିବା ଭିତର ଦେଇ, ଗୁରୁଙ୍କର ଆଦେଶ ପାଳନ କରିବା ଭିତର ଦେଇ ରାଜି ଥିଲେ ସେମାନେ ସମସ୍ତେ। ଯିଏ ଯୋଉ ଭାବରେ ରାଜି ଥିଲା ଆଉ ତାଙ୍କ କଥା ମାନିକିରି ତଦନୁଯାୟୀ କର୍ମ କରୁଥିଲା, ତଦନୁଯାୟୀ ତାର ଜ୍ଞାନ ଭକ୍ତି ସବୁ କିଛି ଉତ୍ପତ୍ତି ହଉଥିଲା। ସେଇଥିପାଇଁ ଏ ସବୁର ନିର୍ଯାସକୁ ଠୁଳିଭୂତ କରି ସହଜ ସରଳ ଭାବରେ ଯୋଉ ସତ୍ୟାନୁସରଣ କେଇ ପଦ କଥା ଅଛି, ତାକୁ ଯଦି ଆମେ ନିୟମିତ ପଢିବା ଆଉ ଅନୁଧ୍ୟାନ କରିବା, ଜାଣିପାରିବା ଯେ ପ୍ରକୃତରେ ମୋ ଭିତରେ ଭକ୍ତି ଅଛି ତ। ଆମେ ମାନେ ବଡ ବଡ ଭକ୍ତ ମନେ ମନେ ଭାବୁଛ ବହୁତ କରୁଛି, ଅନେକ କ୍ଲେମ ଆଣି ବ୍ଲେମ କରନ୍ତି, ଏତେ କଲି, ଏତେ ଦେଲି, ଏତେ ହେଲି, ଠାକୁର ମୋର ପୁଅଟାକୁ ରକ୍ଷା କରିପାରିଲେନି, ବା ମୋର ଅଭାବ ମୋଚନ ହେଲାନି, ଏମିତି କେତେ କଥା। ସେଗୁଡିକ ବ୍ୟାଖ୍ୟା କଲେ ସମୟ ହାତରେ ନାହିଁ। ଯେ ଭକ୍ତିଟା କଣ, ତା ଭିତରେ କି ପ୍ରକାର ଭାବ ଆସେ, ଆଉ ତାର ସୀମା ସରହଦ କେତେ, ପରିପକ୍ୱ ଅବସ୍ଥାଟା କଣ, ଏ ସବୁ ଶବ୍ଦ ଆଉ ତା ଭିତରେ ଥିବା ତତ୍ତ୍ୱ ଏବଂ କର୍ମ ଆଚରଣ ବିଷୟରେ ଆମେ ମାନେ ଏବେ ବି ସନ୍ଦିହାନ। ଗୁରୁଙ୍କୁ ଧରି ମଧ୍ୟ ଆମର ଜ୍ଞାନର ସ୍ପୃହା ନାହିଁ। ଆମେ କାହିଁକି ସତ୍ସଙ୍ଗ ଗ୍ରହଣ କରିଛେ ସେ କଥା ଆମର ବୋଧ ଭିତରେ ଆସୁନାହିଁ। କେବଳ ସେଇ ଭଜ ଧାତୁ ଭକ୍ତି, এই ଭକ୍ତିର ଅନୁରକ୍ତିର କୋଉଥିରେ, ସତରେ।
ଭକ୍ତି ସବୁବେଳେ ଚାହେଁ ସତ୍ ସହିତ ସଂଯୁକ୍ତ କରିବା ପାଇଁ। ସତ୍ ଯାହା ଚିରନ୍ତନ ଆଉ ଆମ ଜୀବନ ପାଇଁ ଏକାନ୍ତ ଏବଂ ଅପରିହାର୍ଯ୍ୟ। ଚିତ୍ତକୁ ସବୁବେଳେ ଭକ୍ତି ଚେଷ୍ଟା କରେ କେମିତି ସତରେ ଯୋଡ଼ି ରଖିବ। ଆମର ଭାବ ଭକ୍ତି ଯେମିତି ଆମର ସେଇ ସତ୍ ସହିତ ଯୁକ୍ତ ଭାବ ତଦନୁଯାୟୀ। ଭାବ ଯୋଉ ଦିଆ ନିଆଟା ସେ ମନ ଜାଣେ। ମନ ଜାଣେ ଯେ ମୋର କେତେ ଦୂର ତାଙ୍କ ସହିତ ମୁଁ ଭାବଯୁକ୍ତ ହୁଏ। ମୁଁ ତାଙ୍କୁ ଦିନମାନ ଭିତରେ କାହାକୁ କିଭଳି ଭାବେ ମନେ ପକାଏ ଆଉ କୋଉ ଷ୍ଟେଜରେ ରଖେ। ଆମର ସ୍ତ୍ରୀ ପୁତ୍ର ପରିବାର ଟଙ୍କା ପଇସା ବହୁତ ଆକର୍ଷଣୀୟ ବିଷୟବସ୍ତୁ ରହିଛି, ବିଷୟ ବାସନା ବି ରହିଛି। ତା ଭିତରେ ମୁଁ ଯେ ଠାକୁରଙ୍କୁ କେତେ ଦୂର ଭଲ ପାଏ ସେ କଥା ମୁଁ ଆଉ ଗବେଷଣା କରେ ନା। ମୁଁ ସକାଳେ ଯଦି ହୁଏତ କିଏ 5-10 ମିନିଟ୍ ବସିଲେ କି ନାହିଁ ଆଉ ଇଷ୍ଟବୃତ୍ତି ଦେଲା ବେଳେ ଯେମିତି କି କଣ କେମିତି ତାକୁ ଗୋଟେ ବାଧ୍ୟବାଧକତାରେ କିଛି ତାକୁ ଦେଇଦେଇକି ପଳେଇ ଯିବା କାମ ଅଛି ମୋର। ଆଉ ପ୍ରାର୍ଥନା କଲା ବେଳେ ମନ କୁଆଡେ ବିଚରଣ କରୁଥିବ ଆଉ କେବଳ କଳ କାଉଳା ରେକର୍ଡ ଭଳି ଗାଇ ଚାଲିବା। ୟାରି ଭିତରେ ଆମର ଜାଗ୍ରତ ହଉଛି ଅନୁଧ୍ୟାନ କରିବାର କଥା। କିନ୍ତୁ ଆମେ ମାନେ ଭକ୍ତ ଆଉ ମୁଁ ବହୁତ ଭକ୍ତି କରେ। ହଜାର ହଜାର ଲୋକ କ୍ଲେମ କରନ୍ତି ଯେ ମୁଁ ବହୁ ପୂଜା କରେ, ବହୁ ଦେବତାଙ୍କୁ ଭକ୍ତି କରେ, ଅମୁକ କରେ ଢମୁକ କରେ। କିନ୍ତୁ ତାଙ୍କର କଣ ବ୍ୟବହାର ଗୁଣ ଭିତରେ ତାର ଲକ୍ଷଣ ପ୍ରକାଶ ପାଏ ନାହିଁ। ଭକ୍ତର ଚରିତ୍ରରେ ପତଳା ଅହଙ୍କାରର ଚିହ୍ନ ରହିବ। ମୁଁ ତାଙ୍କର ଦାସ, ମୁଁ ତାଙ୍କର ସେବକ, ମୁଁ ତାଙ୍କର ଶିଷ୍ୟ, ମୁଁ ତାଙ୍କର ଅଧୀନ, ଏଇ ଭାବ ଏଇ ବୋଧ ପତଳା ଭାବରେ ରହିବ। ଏଥିରେ ଅହଙ୍କାର ରହେ ନା, ଅହଙ୍କାରଟା ପତଳା ହେଇଯାଏ। ଏଇ ଶବ୍ଦ ଭିତରେ ଏଇ ଭାବବୋଧ ଭିତରେ ମୁଁ ଠାଇଁ ପାଏ ତାଙ୍କ ଚରଣରେ, ସ୍ଥାନ ପାଇଯାଏ ଆଉ ମନଟା ଆକର୍ଷିତ হয়। ପ୍ରଭୁଙ୍କ ସହିତ ମୋର ଆତ୍ମା ବି ଜଡ଼ିତ ହେଇଯାଏ। ଏଇ ଭାବଟାକୁ ଯଦି ଆମେ ମାନେ କଣ୍ଟିନ୍ୟୁ ରଖିବା, ସବୁବେଳେ ଭାବିବେ ଯଦି ମୁଁ ତାଙ୍କର ସେବକ, ତାଙ୍କ ମନ ମୁତାବକ ହବା ପାଇଁ ଚେଷ୍ଟା କରୁଛି, କେତେ ଦୂର ହେଇଛି ଜାଣେ ନା, କିନ୍ତୁ ଚେଷ୍ଟା କରି ଚାଲିଛି। ଯଦି ମନଟା ତାଙ୍କ ସାଙ୍ଗରେ ଲାଗି ରହେ ସେଠି ଭକ୍ତି ଗଜେଇବ, ସେ ଭାବଟା ସୃଷ୍ଟି ହବ। ଅହଙ୍କାର ଯେଉଁଠି ଯେତେ ପତଳା, ଭକ୍ତିର ସ୍ଥାନ ସେଠାରେ ସେତେ ବେଶୀ ହବ। ଆଉ ଭକ୍ତ କେବେ ନିଜର ଭକ୍ତି ପାଇଁ ଗର୍ବ କରେ ନା। ମୁଁ ଯେ ଭକ୍ତି ପୂର୍ଣ୍ଣ ଭାବରେ କରୁଛି, ମୋ ଠାରେ ପ୍ରବଳ ଭକ୍ତି ଭାବ ଅଛି, ବା ମୁଁ ଯେ ଗୋଟେ ବିରାଟ ଏକ ଭକ୍ତ। Hey, attention everyone! I've been trying to catch the Pontiac Bandit for 8 years. You know how many months that is? 96. 46 years, months. You're not very good at math. Oh God. Oh my God. Oh God. Okay, my no, God. It's in here. Oh, it's in my shirt. I was gone for 30 seconds. Dad! You going out with your friends Friday night, right? Oh, well, we didn't talk yet, but I don't need... Yeah, I can go. Yeah, that sounds great. Yeah, I can go. Yeah, that sounds great. Yeah. ଏଭଳି ବୋଧ ବା ଚେତନା ତା ଅନ୍ତର ନଥାଏ। ସେ ସବୁବେଳେ ଭାବେ ମୁଁ ତାଙ୍କର ଭକ୍ତ ହେଇପାରି ନାହିଁ, ମତେ ଆହୁରି ଆହୁରି ଅନେକ ଅନେକ ହବାକୁ ପଡିବ। ମୁଁ କେବଳ ନିମିତ୍ତ ମାତ୍ର। ସେଇ ଭକ୍ତି ବା ପବିତ୍ର ଯୋଉ ଆଶୀର୍ବାଦ ପୂତ ଚିନ୍ତାଧାରା ଭିତରେ କେବଳ ସ୍ନାତ ହେଇଛି, ଗାଧେଇ ପଡିଛି, ଅନ୍ତସ୍ଥ କରିନି, ହୃଦୟସ୍ଥ କରିନି, ଚରିତ୍ରସ୍ଥ କରିପାରି ନାହିଁ। ଆମେ ସ୍ନାତ ହଉଛେ, ଯୋଉ ଗୁଡାକ ଗୀତାରେ କୁହାଯାଏ
ଅବଶ୍ୟ ଗୀତାରେ ଟିକେ ତ ଭାବ ଅଲଗା। ସକୃତ ଗୀତାମ୍ଭସି ସ୍ନାନମ ସଂସାର ବିଶ୍ୱନାଶନମ ନା କଣ ଏମିତି ପଦ୍ଧତି ଅଛି। ମଳ ନିର୍ମୋଚନ ପୁଂସାଂ ଜଳ ସ୍ନାନମ ଦିନେ ଦିନେ ସକୃତ ଗୀତାମ୍ଭସି ସ୍ନାନମ ସଂସାର ମଳନାଶନମ। ଗୀତାରେ ଏ ଶ୍ଲୋକଟି ଯେ ଆମେ ନିୟମିତ ଗାଧଉଛେ ଏ ଦେହର ମଳିକି ଟିକେ ଧୋଇବା ପାଇଁ, କିନ୍ତୁ ଥରେ ଗୀତା ଜଳରେ ସ୍ନାନ ହେଇଗଲେ ସଂସାରର ସବୁ ମଳ ନଷ୍ଟ ହେଇଗଲା, ଆଉ କିଛି ନାହିଁ। ସଂସାର ମାନେ ମୋ ସଂସାର, ମୋ ଜୀବନର ସଂସାର, ଯେତେ ଯେତେ ମୁଁ କାମ କରି ଆସିଛି ଆଜି ପର୍ଯ୍ୟନ୍ତ ସବୁ ପାପ ତାପ ଧୋଇ ହେଇଯାଏ ଯଦି ଥରେ ମାତ୍ର ଗୀତା ଜଳରେ ସ୍ନାତ ହୁଏ। ତାମାନେ କଣ ଗୀତା ଧୋଇ ଦେଇକିରି ତାରି ପାଣିରେ ଗାଧେଇ ପଡିବା? ନାଇଁ। ଗୀତାମ୍ଭସି ଗୀତାର ପ୍ରତିଟି ଶବ୍ଦକୁ ବୁଝି ଅନ୍ତସ୍ଥ କରି ତାରି ଭିତରେ ଦେହ ମନ ପ୍ରାଣ ଯଦି ମଜିଯାଏ, ବୁଡିଯାଏ, ହଜିଯାଏ, ତାହେଲେ ସେ ହବ ଗୀତା ଜଳରେ ସ୍ନାତ। ଆଉ ତାର ଗଭୀର ବିଶ୍ୱାସ ଥାଏ ଈଶ୍ୱରଙ୍କ ଠାରେ। ଭକ୍ତର ଅବିଶ୍ୱାସ ଭଗବାନ ପ୍ରତି ନଥାଏ। ଆଉ ଯେତେବେଳେ ଆମର କ୍ଲେମ ବ୍ଲେମ ଆସେ ସେତେବେଳେ ଆମ ଭିତରେ ସନ୍ଦେହ ଆସେ, ଅବିଶ୍ୱାସ ଆସେ, ଝଲକ ପାଇଁ ହେଲେ ମଧ୍ୟ। ହଠାତ୍ ମୋର ଅଭିମାନ হয় ଭଗବାନଙ୍କ ଉପରେ, ମୁଁ ଆପଣଙ୍କୁ ଧରିଥିଲି ମୋର ଏଇଆ ହେଇଗଲା। କିଶୋରୀ ମୋହନ ଇତ୍ୟାଦିଙ୍କର ଯାହା ଘଟିଛି ଜୀବନରେ ମାନେ କହିଲେ ମାନେ ଆପଣ ମାନେ ଆଶ୍ଚର୍ଯ୍ୟ ମଧ୍ୟ ହେବେ। ନିରାଶୀ ନିର୍ମମ ଭୂତ୍ୱା ଯୁଦ୍ଧସ୍ୱ ବିଗତ ଜ୍ୱର। ଭକ୍ତ କେବଳ ତାଙ୍କୁ ହିଁ ଚାହେଁ। ତାର କଣ ଗଲା, କଣ ଆସିଲା, କଣ ହେଲା, କଣ ପାଇଲି, ଏସବୁ ହିସାବ କିତାବ କରେ ନା। ମୋ ପ୍ରିୟ ପରମ କେତେ ଦୂର ମତେ ଭଲ ପାଆନ୍ତି, ମତେ ଆଦର ଯତ୍ନ କରନ୍ତି, ତାଙ୍କର ଶୁଭ ଦୃଷ୍ଟି ମୋ ଉପରେ କେତେ ଅଛି, ତା ମଧ୍ୟ ଚାହାନ୍ତି ନାହିଁ ମୁଁ କେତେ ଦୂର ତାଙ୍କ ମନ ଲାଖି ହେଇଛି। ତେଣୁ ସେ ନିଜର କୌଣସି କାମନା ବାସନା ତାଙ୍କ ପାଖରେ ଉପସ୍ଥାପନା କରନ୍ତି ନାହିଁ। ସେଇଥିପାଇଁ ଭକ୍ତର ଚରିତ୍ରରେ ପତଳା ଅହଙ୍କାରର ଚିହ୍ନ, ବିଶ୍ୱାସର ଚିହ୍ନ, ସଚିନ୍ତାର ଚିହ୍ନ, ସତ୍ ବ୍ୟବହାରର ଚିହ୍ନ ଏବଂ ଉଦାରତା ଇତ୍ୟାଦିର ଚିହ୍ନ ମଧ୍ୟ କିଛି ନା କିଛି ରହିବ ହିଁ ରହିବ, ନତୁବା ଭକ୍ତି ଆସି ନାହିଁ। ଆଉ ଭକ୍ତିର ଅହଙ୍କାର କଣ କରିବ? ମୁଁ ଯେ ବଡ ଭକ୍ତ, ମୁଁ ବହୁ ଭକ୍ତି କରୁଛି, ଏ କଥା ଆସୁଛି କୋଉଠୁ? ଠାକୁର ଗୋଟେ ବାଣୀରେ କହୁଛନ୍ତି, আরে ভালোবাসা খাঁটি যখন শুনবি তার কি লক্ষণা, প্রেমাস্পদরে অনাদরেও মোটেই দুষ্ট ହୁଏ ନା। ସେ କେବେ ହେଲେ ଦୁଷ୍ଟ হয় ନା বা ক্ষুବ୍ଧ ବିରକ୍ତ ଠାକୁରଙ୍କ ଉପରେ ହୁଏ ନା। ଯେତେ ଭଗବାନ ମତେ ଠାକୁର ମତେ ଭଲ ପାଆନ୍ତୁ, ଆଦର କରନ୍ତୁ ବା ଅନାଦର କରନ୍ତୁ, ତାର ଭିତରେ ଯାଇ ଆସେ ନା। ଭକ୍ତି କ୍ରମାନ୍ୱୟରେ ପ୍ରେମ ଆଡକୁ ଅଧିଗତ ହୁଏ। ଆମେ ଯୋଉଟାକୁ ଆମେ କହୁ ଭକ୍ତିର ଗାଢତ୍ୱ ହିଁ ପ୍ରେମ। ଭକ୍ତି ଧୀରେ ଧୀରେ ଘନୀଭୂତ হয়। କ୍ଷୀର ଆପଣ ବସେଇ ଦେଲେ ତାପରେ ଅବସ୍ଥା ତ ଅଛି କ୍ରିମ, ସର ବସିବ, ସେ ଲହୁଣୀ ଅଲଗା କଥା। ପ୍ରେମ ଭାବ ଆସିଲା ପର୍ଯ୍ୟନ୍ତ ଆମେ ମାନେ ପ୍ରେମ ରାଜ୍ୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏ ଭକ୍ତିକୁ କଣ୍ଟିନ୍ୟୁ ରଖିବା ଦରକାର। ଯଦି ଅହଙ୍କାର ପଶିଗଲା ସେଠି ଭକ୍ତିର ସ୍ଥାନ ନାହିଁ। କେତେ ମାନେ କେତେ ବିରାଟ ତତ୍ତ୍ୱ, ଆକୁ ବୁଝିବା ପାଇଁ ତ ହେଲେ ଗୋଟେ ଉଦାହରଣ ଦେଲେ ତ ବହୁ ସମୟ ସାପେକ୍ଷ। ଯୋଉଠି ଦେଖିବେ ଆପଣ ଅହଙ୍କାର ଅଛି ସେଠି ବୁଝିବାକୁ ପଡିବ ଯେ ଭକ୍ତି ନାହିଁ। ଅହଙ୍କାର ଯୋଉଠି ସେଠି ଭକ୍ତିର ସ୍ଥାନ ନାହିଁ। ଅହଙ୍କାର ଯୋଉଠି ଯେତେ ପତଳା ଭକ୍ତିର ସ୍ଥାନ ସେଠାରେ ସେତେ ବେଶୀ। ଅହଙ୍କାରଟା ଯୋଉଠି ମାନେ ବଢି ଉଠି ପାରୁନି, ତଳେଇ ତଳେଇ ରହିଛି, ସାଧାରଣତଃ ମୁଁ ବୋଧଟା ରହିବ।
ମୁଁ ବୋଧ ନହେଲେ ଅସ୍ମିତା ଯାହାକୁ ଆମେ କହୁଛେ ମୁଁ ବୋଧ ଟିକେ ରହିବ ନ ରହିଲେ ମୁଁ ଯେ ତାଙ୍କର ଏ କଥା କହିବି କେମିତି ମୁଁ ଯେ ପ୍ରିୟ ପରମଙ୍କର ମୋର ଦାୟିତ୍ୱ ଅଛି କର୍ତ୍ତବ୍ୟ ଅଛି ମୋର ନିତ୍ୟ ସାଧନ ଭଜନ ଅଛି ଏ ବୋଧଟା ଆସିବନି ଯଦି ମୁଁ ନ ରହେ ସେଇଥିପାଇଁ ଆମେ ମାନେ ସତ୍ୟ ଅନୁଜ୍ଞାନ କହୁଛେ ମୁଁ ଅକ୍ରୋଧୀ ମୁଁ ଅମାନି ମୁଁ ନିରଳସ କେତେ ମୁଁ ଦିଆଯାଇଛି କାହିଁ ଦିଆଯାଇଛି ମୁଁ ଅଜର ମୁଁ ଅମର ମୁଁ ତୁମରି ସନ୍ତାନ ମୁଁ ପ୍ରେମ ପୃଷ୍ଠ ଚିରଚେତନ ଅଜର ଅମର ମତେ ଗ୍ରହଣ କର ପ୍ରଣାମ ଦିଅ ମାନେ ମୁଁ ତାକୁ କଣ କରୁଛେ ତାଙ୍କ ପାଦ ତଳେ ଦେଇ ଦଉଛି ଏ ଦବାର ବିଧାନ ଏଇ ସବୁ ପୂର୍ବରୁ ଯୋଉ କଥା କହିଲି ଏ ସବୁକୁ ଯେତେବେଳେ ଛାଡି ଛାଡି ଚାଲିବି ମୋ ଭିତରେ ଯେତେବେଳେ ମାନ ମର୍ଯ୍ୟାଦା ମୁଁ ଯାଇଥିଲି ସେ ଗୁରୁ ଭାଇଙ୍କ ଘରକୁ ମତେ ବସିବାକୁ କହିଲେନି କି ଟିକେ ଆଦର ଯତ୍ନ କଲେନି କି ଅମକ ଢମକ ଯୋଉ କ୍ଲେମ ଆସେ ଆମର ମନରେ ବେଳେବେଳେ କ୍ଷୋଭ ଆସେ ଝଲକ ଆସେ ତାକୁ ଅତିକ୍ରମ କରି ଯିବାକୁ ପଡେ ମୁଁ ଆସିନି ଆତ୍ମ ପ୍ରତିଷ୍ଠା କରିବା ପାଇଁ ମୁଁ ଆସିଛି ତାଙ୍କରି ଭାବଟାକୁ ଏ ଯୋଉ ଜୀବ ଏ ଜୀବ ଭିତରେ ସେଇ ଭାବଟାକୁ ଉନ୍ମୋଚନ କରିବା ପାଇଁ ସେ କବାଟକୁ ଖୋଲି ଦେବା ପାଇଁ ତା ଭିତରେ ମୁଁ ଯୋଉ ଶବ୍ଦ ମୋର ସ୍ଥାନ କାହିଁ ମୋର କେବଳ କର୍ମ ଅଛି ଗୁରୁଙ୍କର ଦାୟିତ୍ୱ ନେଇ ଆସିଛି ଗୁରୁଙ୍କର ଖବର ନେଇ ଆସିଛି ଆଉ କାରଣ ଇଏ ଗୁରୁଙ୍କର ହିଁ ଲୋକ ମୋ ଈଶ୍ୱରଙ୍କର ହିଁ ଲୋକ ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ ଏ କଥା କଥାରେ କହୁଛେ ଆରେ ତା ଭିତରେ ତ ନାରାୟଣ ଅଛନ୍ତି ନା ହେଲେ ସେଇ ନାରାୟଣଙ୍କ ଆଗରେ କଣ ହେଇଛି ଗୋଟେ ପରଦା ଢଙ୍କା ହେଇଛି ଜୀବ ନାରାୟଣ ନାରାୟଣ ଚିତ୍କାର କରୁଛି ଦେଖି ପାରୁନି ଆମେ ସେଇ ଯୋଉ ପରଦାଟା କଳା ପରଦାଟାକୁ ହଟେଇ ଦବା ତାର ଅବିଶ୍ୱାସ ଭାବକୁ ଦୂରୀଭୂତ କରିବା ତାର ଅଜ୍ଞାନତାକୁ ଦୂରୀଭୂତ କରିବା ତାର ଅହଙ୍କାରକୁ ଦୂରୀଭୂତ କରିବା ତାର ଦୂରେଇ ଯିବାର ଭାବଟାକୁ ଦୂରୀଭୂତ କରିବା ସେ ଯୋଉ ଆମଠାରୁ ଦୂରେଇ ଯାଉଛି ଧର୍ମ କର୍ମରୁ ଦୂରେଇ ଯାଉଛି ତାକୁ ନିବିଡ଼ ଆଲିଙ୍ଗନ କରି ପୁଣି ଟାଣି ଆଣିବା ଏଇ ହେଲା ଗୁରୁଙ୍କର ଦାୟିତ୍ୱ ତାର ସେ ଅଜ୍ଞାନତାକୁ ଦୂରୀଭୂତ କରିଦେଲେ ସେ ବୁଝିପାରିବ ମତେ ପ୍ରିୟ ପରମ କେତେ ଭଲ ପାଆନ୍ତି ଅନେକ ଭାଇ ଆମର ଓଡିଶା ସତ୍ସଙ୍ଗରେ କହନ୍ତି ଯେ ଦାଦା ପଠେଇଛନ୍ତି ଆପଣ ମାନଙ୍କୁ ମୁଁ ତାଙ୍କୁ ଭୁଲି ଯାଇଛି ଅଥଚ ସେ ମତେ ଭୁଲି ନାହାନ୍ତି ସେ ଆପଣ ମାନଙ୍କ ଦ୍ଵାରା ତାଙ୍କରି ଭାବଟାକୁ ମୋ ପାଖରେ ପହଞ୍ଚଉଛନ୍ତି କୃତକୃତ୍ୟ ହେଇଛନ୍ତି ତେଣୁ ଆମମାନେ ପ୍ରଥମତଃ ବୁଝିବା ଦରକାର ଭକ୍ତିରେ କସ୍ମିନ କାଳେ ଦୁର୍ବଳତା ନାହିଁ କୌଣସି ପ୍ରକାର ଦୁର୍ବଳତା ନାହିଁ କୌଣସି କ୍ଲେମ ବ୍ଲେମ ନାହିଁ ନେଣ ଦେଣ ନାହିଁ ତାଙ୍କ ତୃପ୍ତି ହିଁ ଏକାନ୍ତ କାମ୍ୟ ଯଦି ଏଇ ଭାବ ରହିଲା ଆମେ ଦକ୍ଷ ହେଇ ଉଠିବା ଆମେ ମାନେ ଆମର ଯୋଉ ଦାୟିତ୍ୱ ନେଇ ଚାଲିଛେ ସେ କର୍ମରେ ଆମେ ଦକ୍ଷ ହେଇ ଉଠିବା ଯେତେବେଳେ ବାସ୍ତବ କର୍ମରେ ଆମେ ମାନେ ଝାମ୍ପ ଦବା ସେତେବେଳେ ଆମର ଦକ୍ଷତା କେସନ ଜଣା ପଡିବ ଆଉ ସହଜ ଜ୍ଞାନ ଆସିଯିବ ଭାଇମାନଙ୍କୁ ମା ମାନଙ୍କୁ କି ପ୍ରକାର ଭାବରେ ବୁଝେଇ ଆମେ ମାନେ ଈଶ୍ୱରାଭିମୁଖୀ କରେଇ ପାରିବା ସେ ବୋଧ ଚେତନା ଆସିଯିବ ଠାକୁର କହୁଛନ୍ତି ପ୍ରେମେଇ থাকে দক্ষতা প্রেমেই থাকে দক্ষতা আর ক্ষিপ্র নিপুণ সহজ জ্ঞান তারই ফলে মানুষ করে বাস্তবতায় অধিষ্ঠান এই সহজ জ্ঞাନ নহলে ବାସ୍ତବ କ୍ଷେତ୍ରରେ ଆମେ ପ୍ରଭୁଙ୍କୁ ଅଧିଷ୍ଠିତ କରିପାରିବା ନାହିଁ ପ୍ରତ୍ୟେକଙ୍କ ହୃଦୟରେ ଆମେ ଯେତିକି ଲୋକଙ୍କ ପାଖରେ ପହଞ୍ଚିବା ତାଙ୍କ ମନରେ ଈଶ୍ୱରୀୟ ଚେତନା ଭରିଦେବାର ଏକମାତ୍ର ପଥ ହଉଛି ନିଜକୁ ତାଙ୍କର ସେବକ ରୂପେ
ଭାବ ଏଇ ସେବକ ଭାବ ନେଇ ଯଦି ଆମେ ମାନେ ତାଙ୍କୁ ଆପ୍ଲୁତ କରିବା, ମୋର ଭାଇ, ମୋର ଆପଣାର ଲୋକ, ମୋ ପ୍ରିୟ ପରମଙ୍କର ଆଶୀର୍ବାଦ ପୁଷ୍ଟ ବ୍ୟକ୍ତି, ଇଏ ଖାଲରେ ପଡି ଯାଇଛି, ବାଟ ହୁରା ହେଇଛି, ତାକୁ ଆଦରି ନବା, ତା ପାଇଁ ଯତ୍ନ କରିବା। ତା ଭିତରେ ଅମୂଲ୍ୟ ରତ୍ନ ଅଛି, ଅମୂଲ୍ୟ ସମ୍ପଦ ଅଛି। ସେ ଇଷ୍ଟଙ୍କ ପାଇଁ ବହୁ କାର୍ଯ୍ୟ କରିପାରେ। ତାକୁ ସେ ସୁଯୋଗ ସୁବିଧା ଯୋଗେଇ ଦବା, ସେଇଭଳି ଯୋଗ୍ୟ କରି ତୋଳିବା। ଏଇ ଭାବରେ ବା ଏଇ ଭାବକୁ ପୋଷଣ କରି ଯଦି ଆମେ ମାନେ ଗୋଟିଏ ଗୋଟିଏ ଲୋକ ବି ଆହରଣ କରୁ, ତାହେଲେ ଆମର ଅହଙ୍କାର ମୋଚନ ହେଇ ଚାଲିବ। ମୁଁ ଯେ ଭକ୍ତ, ମୋ ଭିତରେ ଭକ୍ତି ଅଛି, ଏ ଯୋଉ ଅହଙ୍କାର, ଏ ଅହଙ୍କାର ଲୋପ ପାଇଯିବ। ଆଉ ବାସ୍ତବାୟିତ ହବ ମୋର ଭକ୍ତିର ପରାକାଷ୍ଠା। ମୁଁ ଯେ ତାଙ୍କୁ ଭଲ ପାଏ, ତାକୁ ଭଜନା କରେ, ତାଙ୍କର ସେବା করে, ঈশ্বর চেয়ে থাকলে আপন, ছিন্ন ভিন্ন তার জীবন। ইষ্টଙ୍କ ଠାରୁ ଆପଣାର କେହି ନାହିଁ, ମୁଁ ବୁଝିଥିବି। ଆଉ ତାଙ୍କୁ ଯୋଉମାନଙ୍କ ପାଖକୁ ଯିବି ସେମାନଙ୍କୁ ମଧ୍ୟ বুঝেই পারিবি। যখন তোমার কেউ ছিল না তখন ছিলাম আমি, এখন তোমার সব হয়েছে, পর হয়েছে আমি, আবার যখন কেউ থাকবে না তখনও আছি আমি। এই যে ঠাকুরଙ୍କର কথা, এই কথা ତାଙ୍କୁ ବୁଝେଇ ଦେବାକୁ ପଡିବ। ତୁମ ପଛପଟେ ଠାକୁର ଥିଲେ, ଏବେ ବି ଅଛନ୍ତି, ଆଉ ଆଗକୁ ବି ରହିଥିବେ। ହେଲେ ତାଙ୍କୁ କଷ୍ଟ ଲାଗୁଛି। ତାଙ୍କ ନୀତିବିଧି ଭିତରେ ଯେତେବେଳେ ଆପଣମାନେ ଚାଲି ପାରୁନାହାନ୍ତି, ସେ ଦେଇଥିବା ଆଶୀର୍ବାଦ ନୀତି ଆଦର୍ଶକୁ ଯଦି ବହନ କରିପାରୁନାହାନ୍ତି, ତତ୍ସକାଶେ ଯୋଉ ଦୁଃଖ କଷ୍ଟ ଯନ୍ତ୍ରଣା ପାଉଛନ୍ତି, ଅଭାବ ଅସୁବିଧା ଭିତରେ ଦେଇ ଯୋଉ ପ୍ରକାର ମାନସିକ ବିଷାଦଗ୍ରସ୍ତ ଅବସ୍ଥା ଆସୁଛି, ସେଥିରେ ସିଏ ମର୍ମାହତ, ସିଏ ନିଜେ ଦୁଃଖିତ, ଚିନ୍ତାଗ୍ରସ୍ତ। ମୋ ପିଲାମାନଙ୍କୁ ମୁଁ ସୁଖରେ ରଖିପାରିଲି ନାହିଁ। ତାଙ୍କର ଭଲ ପାଇବା, ଅଫୁରନ୍ତ ଭଲ ପାଇବା, ସେ ଭଲ ପାଇବାର ପଟାନ୍ତର ନାହିଁ। ସେଇ ଭାବଧାରା ତାଙ୍କ ପୁତ୍ର ପୌତ୍ରାଦି ଭିତର ଦେଇ ଆଜି ଆଚାର୍ଯ୍ୟ ଦେବଙ୍କ ପାଖରେ ପହଞ୍ଚିଛି। ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏବଂ ତାଙ୍କର ସୁପୁତ୍ର ପୂଜନୀୟ ଅବିନ୍ଦା এই ଭାବରେ ଭାବାୟିତ ହେଇ ବିସ୍ତୃତ ହେଇ ଚାଲିଛନ୍ତି ବିସ୍ତାରମୁଖୀ ଜୀବନରେ। ପ୍ରତିଟି ହୃଦୟରେ ତାଙ୍କର ସେଇ ଟୁକ୍କର ଠକ୍ ଠକ୍ ଶବ୍ଦ ଆଜି କରିବା ପାଇଁ ପ୍ରେରଣା ପ୍ରଦୀପ୍ତ ହେଇ ହଜାର ହଜାର ଭକ୍ତ, ଅହଙ୍କାର ମୁକ୍ତ ଭକ୍ତ କର୍ମଠ ହେଇ ଚାଲିଛନ୍ତି, ସଚେତନ ହେଇ ଚାଲିଛନ୍ତି। ସେଦିନ ପରମ ଭକ୍ତ ବ୍ରଜଗୋପାଳ ଦତ୍ତ ରାୟ ତାଙ୍କର ପତ୍ନୀ ଗର୍ଭବାସ ଅଛନ୍ତି। ଠାକୁର ସେତେବେଳେ ହିମାୟତପୁର ରହୁନଥିଲେ, ଅନ୍ୟତ୍ର କୋଉଠି ବସବାସ କରୁଛନ୍ତି। କିନ୍ତୁ ତାଙ୍କର ପତ୍ନୀ ଭାରି ଦୁର୍ବଳ, ରୁଗୁଣ, ତାଙ୍କ ରକ୍ତହୀନତା ଅବସ୍ଥା। ଠାକୁର କିନ୍ତୁ କହିଥିଲେ, ଗୋକୁଳଦା ଆପଣ ସେ ମାଙ୍କର ଦାୟିତ୍ୱ ନେବେ। ଦେଖନ୍ତୁ ଆମ ମାନଙ୍କ ପାଇଁ ତାଙ୍କ ଚିନ୍ତା କେତେ, କିନ୍ତୁ ମାନେ ଆସନ୍ନ ପ୍ରସବା, ମୁଁ ସଂକ୍ଷେପରେ କହିବାକୁ ଚାହେଁ, ସେ ମୃତ୍ୟୁର ନିକଟବର୍ତ୍ତୀ ଆସି ହେଲେଣି। କେତେବେଳେ କଣ ହେଇପାରେ, এইভଳି ଅବସ୍ଥା, କଣ କରାଯିବ? ସମସ୍ତେ ଅସହାୟ, ଠାକୁର ତ ପାଖରେ ନାହାନ୍ତି, ଅନ୍ୟତ୍ର ଅବସ୍ଥାନ କରୁଛନ୍ତି। ତାଙ୍କ ପତ୍ନୀ କହୁଛନ୍ତି, ମୁଁ ଟିକେ ଠାକୁରକୁ ଦେଖନ୍ତି। ତାଙ୍କ ନାଁ ଅବଶ୍ୟ ମନେ ପଡୁନି, ଯଦି କେହି ଜାଣିଥିବେ ମନେ ପକେଇଦେବେ, ବହୁତ ଦିନର କଥା। କିନ୍ତୁ କଣ କରାଯିବ, କେମିତି କହିବେ? ସେ ବ୍ରଜଗୋପାଳ ଦତ୍ତ ରାୟ ଭାବୁଛନ୍ତି, କଣ କହିବି ପ୍ରଭୁ, ମୋ ପତ୍ନୀ ଚାହୁଁଛନ୍ତି ଆପଣ ଦର୍ଶନ କରିବା ପାଇଁ, ତାଙ୍କର ଅବସ୍ଥା ଏଇଆ, କହିପାରୁନାହାନ୍ତି। ଶେଷକୁ ଭାବିଲେ, ଆରେ ସେ ତ ଅନ୍ତର୍ଯାମୀ, ସବୁ ଜାଣନ୍ତି। ତାଙ୍କରି ବିଗ୍ରହ ସାମ୍ନାରେ ବସିକିରି ଭାବୁଛନ୍ତି, ନାମ କରି, ନାମ ଧ୍ୟାନ କରି, ଏଇ
ଭାବ ଗୁଡ଼ିକ ତାଙ୍କ ଅନ୍ତରରେ ରିଲ୍ ଭଳି ଚାଲିଛି। ଆଉ ଠାକୁରଙ୍କ ଯାଜନ କାର୍ଯ୍ୟରେ ମଧ୍ୟ ସନ୍ଧ୍ୟାବେଳେ ଯାଇଛନ୍ତି। ଯାଜନ କାର୍ଯ୍ୟ ସାରିକିରି ଫେରିବା କଥା। ଆଉ ଗୋକୁଳଦା କହୁଛନ୍ତି ଦେଖ ବିରାଜଦା ବ୍ରଜଦା ଆପଣଙ୍କର ରାତି ଆଜି 10ଟା 12ଟା ଭିତରେ ହୁଏତ ସନ୍ତାନ ହେଇପାରେ, ମାଙ୍କର ଅବସ୍ଥା ଯାହା ଜଣା ପଡୁଛି। କିନ୍ତୁ ଆଉ ରହିବେନି, ଯାଜନ କାର୍ଯ୍ୟ ସାରି ଫେରି ଆସିବେ। ଠିକ ତାହା ହିଁ କରୁଛନ୍ତି। ଯେତେବେଳେ ରାତି 10ଟାରେ ଆସି ଘରେ ପହଞ୍ଚନ୍ତି, କବାଟ ଖୋଲନ୍ତି, ଦେଖନ୍ତି ଯୋଉ ପତ୍ନୀ ଉଠି ପାରୁନଥିଲେ ସେଜରୁ ସେ ଆସିକିରି କବାଟଟାକୁ ଖୋଲୁଛନ୍ତି। ଇଏ ବିସ୍ମିତ ହେଇଗଲେ, କଣ ହେଲା, ତୁମେ କେମିତି ଆସିଲ, କେମିତି ଉଠି ପାରିଲ? ତୁମକୁ ଡାକ୍ତର ମନା କରିଥିଲେ ନା ଶୋଇ ରହିବା ପାଇଁ କହିଥିଲେ, ତୁମେ କେମିତି ଉଠି ଆସିଲ? ପତ୍ନୀ ହସିକିରି କହୁଛନ୍ତି ମୁଁ କଣ କହିବି, ମୁଁ କିଛି କହିପାରିବି ନାହିଁ ତୁମକୁ। ତୁମେ ନିଶ୍ଚୟ ଯାଇକି ମୋ ଗୁହାରିଟା ଶୁଣେଇଛ ଠାକୁରଙ୍କୁ। ସେ ଓଲଟା କହୁଛନ୍ତି ମୁଁ ଯୋଉ କହିଥିଲି ନା ମୁଁ ଠାକୁରଙ୍କୁ ଦର୍ଶନ କରିବାକୁ ଚାହେଁ, ତୁମେ ଏକଥା ଠାକୁରଙ୍କୁ କହିଛ, ଏଣୁ ସେ ଆମ ଘରକୁ ଆସିଥିଲେ। ତୁମେ ଯାଇକି ଠାକୁରଙ୍କୁ କହିଛ ମୋ ଅବସ୍ଥା ବିଷୟରେ, ତେଣୁ ଠାକୁର ଆମ ଘରକୁ ଆସିଥିଲେ। ଆଉ ମୋ ମଥାରେ ହାତ ବୁଲେଇ କହିଲେ, ମାରେ ଭୟ କରିବାର କିଛି ନାହିଁ, ମୁଁ ଅଛି ନା। ମୁଁ କହିଥିଲି ଯେ ଆଜି ତ ପ୍ରସବ ହବା କଥା ଡାକ୍ତର କହିଥିଲେ, କିନ୍ତୁ ଠାକୁର ନା 3 ଦିନ ପରେ, ଅର୍ଥାତ୍ 4ର୍ଥ ଦିବସରେ ହିଁ ତୁମର ସନ୍ତାନ ଜନ୍ମ ହବ। ଏହା କହିକିରି ଠାକୁର ଚାଲିଗଲେ। ଏ କଥା ଶୁଣି ହତବମ ହେଇଗଲେ। ଆଉ ବହୁତ କଥା ଅଛି, ମୁଁ ଖାଲି କହିବାର ଉଦ୍ଦେଶ୍ୟ, ଆମର କଥା ତାଙ୍କ ପାଖରେ ପହଞ୍ଚୁଛି, ସେ ଆମ ପାଇଁ ଚିନ୍ତିତ ଭାରାକ୍ରାନ୍ତ। ଆମେ କଣ ଅହଙ୍କାର କରିବା? ଆମ ପାଖରେ କି ଭକ୍ତି ଅଛି? ଆମେ ସହଜ ସରଳ ମଣିଷ ହେଇ ତାଙ୍କ ଇଚ୍ଛାକୁ ପରିପୂର୍ଣ୍ଣ କରିବା ପାଇଁ ବ୍ରତୀ ହବା। ତାପରେ ଦେଖାଯାଇଛି, ଆଉ ଟିକେ କହିଦିଏ, ଆପଣମାନଙ୍କ ପାଖରେ ଅଧା ରହିଯିବ। ତାପରେ ଠିକ ସେ ହିଁ ଘଟିଛି। 4ର୍ଥ ଦିବସରେ ସନ୍ତାନ ହେଇଛି। ବହୁତ ରକ୍ତସ୍ରାବ ହବାରୁ ଅସୁସ୍ଥ, ପୂର୍ଣ୍ଣ ଭାବରେ ଅସୁସ୍ଥ ହେଇଯାଇଛନ୍ତି। କିନ୍ତୁ ଠାକୁରଙ୍କ ଚିନ୍ତା ଦେଖନ୍ତୁ, ଆଉ ପଦେ ଖାଲି ଏଇଥିପାଇଁ କହିଲି, ଠାକୁର କିନ୍ତୁ ସକାଳୁ ସକାଳୁ କଣ କରୁଛନ୍ତି, ଔଷଧ ଦେଇକିରି ଅନନ୍ତ ମହାରାଜ ଏବଂ କିଶୋର ତାଙ୍କୁ ପଠଉଛନ୍ତି, ନିଅ ଆରେ ଏଇ ଔଷଧ ତାଙ୍କୁ ଖୁଆଇଦବ, ଯାଅ। ଆଉ ତାହା ହିଁ କରିଛନ୍ତି ସେମାନେ। କଲା ପରେ ଧୀରେ ଧୀରେ ମାନେ ଟିକେ ପ୍ରଶମିତ ଅବଶ୍ୟ ହେଇଛି, କିନ୍ତୁ ସେ ଅଚେତ ଅବସ୍ଥାକୁ ଚାଲି ଯାଇଛନ୍ତି। କଣ କରାଯାଇପାରେ? ସେସବୁ ବ୍ରଜଗୋପାଳ ନା କଣ କଲେ, ନାମ କରି ତାଙ୍କ ଛାତିରେ ହାତ ରଖି ଅଧଘଣ୍ଟେ ନାମ କଲେ। ତାପରେ କହିଲେ, ପ୍ରଭୁ ଏତେ ଦୟାମୟ ତୁମେ, ମୁଁ ତୁମ ଦୟା କେତେ କହିବି, କଣ କହିବି? ମୁଁ ତ ତୁମକୁ କିଛି କହି ନାହିଁ, ତୁମେ ଆସିକି ଏତେ କରିକି ଗଲଣି, ପୁଣି ଔଷଧ ପଠେଇ ଦେଇଛ। ମୋ ଠାରୁ 1000 ଗୁଣରେ ଦାୟିତ୍ୱ ତୁମର, ଏହା ମୁଁ ଉପଲବ୍ଧି କରୁଛି। ମୁଁ କିଣା ଚାକର ହେଇଯାଉଛି ପ୍ରଭୁ। ହେଲେ ଏତେ ଦେଲା, ଏତେ ଦୟା କଲା ପରେ ଏ ଶେଷ ମୁହୂର୍ତ୍ତରେ ଟିକିଏ କରୁଣା ଗୁଣା ହେଇଗଲେ ଏ ଜୀବନ ଚାଲିଯିବ। ଆପଣ ଟିକେ ଏତେ ପର୍ଯ୍ୟନ୍ତ ନେଇ ଆସିଲେଣି, ତାକୁ ବଞ୍ଚେଇ ଦିଅନ୍ତୁ ପ୍ରଭୁ।
ଏଇଠି ପ୍ରାଣ ଭିକ୍ଷା ଟିକେ କରିଛନ୍ତି। ତାପରେ ସଙ୍ଗେ ସଙ୍ଗେ ତାଙ୍କର ଚେତା ଫେରିଛି। ସେ କ୍ଷୀଣ କଣ୍ଠରେ କିଛି କହିବାକୁ ଚାହୁଁଛନ୍ତି। ପାଣି ଟିପାଇ ପାଇଲା ପରେ ସେ ଧୀରେ ଧୀରେ କଥା କହିଛନ୍ତି। ଯାହା ହଉ ସେ ବଞ୍ଚି ଯାଇଛନ୍ତି। ମୋର କହିବାର କଥା ଏତିକି। ତେଣୁ ଆମେ ମାନେ କି ଭକ୍ତ ହେଇଛେ? ବରଂ ପ୍ରଭୁ ଆମର ଭକ୍ତ, ପ୍ରାୟ ପ୍ରଭୁ ଆମର ସେବକ। ସିଏ ଆମକୁ ସେବା ଦେବା ପାଇଁ ମାନେ ଗୋଡେ ଗୋଡେ ଜଗି ରହିଛନ୍ତି। ସେ ଦୟାମୟ। ଆମେ ମାନେ ସଚେତନ ହବା। ଅହଙ୍କାର କରିବାର କିଛି ନାହିଁ। ମୁଁ ବହୁ ଭକ୍ତି କରୁଛି, ମୁଁ ବଡ ଭକ୍ତ, ମୁଁ ବଡ ଜ୍ଞାନୀ, ଏ କଥା ଭାବିବା ନାହିଁ। ମୁଁ କିଛି ବି ହେଇନାହିଁ। ମୋର ଆହୁରି ଅନେକ ହବାର ଅଛି, ଅନେକ ଦାୟିତ୍ୱ ନେବାର ଅଛି। ମୁଁ ତାଙ୍କର ଦାୟିତ୍ୱ ନେଉନାହିଁ, ନେଇନାହିଁ, ଏବେ ବି ନେବା ପାଇଁ ଆଗ୍ରହ ହେଇନାହିଁ। ତାଙ୍କରି ଦାୟିତ୍ୱକୁ ମଥାରେ ନେବା ପାଇଁ ଆଗ୍ରହାନ୍ୱିତ ହବା। ଦାୟିତ୍ୱ ଦିଆଯାଏନି, ନିଆଯାଏ। ତାଙ୍କର ଦାୟିତ୍ୱ ଅନେକ। ଯିଏ ଯେମନ ପାରେ ତେମନ করতে পারে, ଠାକୁର କହିଛନ୍ତି ବାର ବାର। କିଏ କୋଉ ଭାବରେ ଇଷ୍ଟ ପ୍ରତିଷ୍ଠା କରିବ ତା ମତେ ଜଣା ନାହିଁ। ତାଙ୍କରି ଭାବ ହିଁ ତାକୁ କହିଦବ ମୁଁ କୋଉ ଭାବରେ ଭାବାୟିତ କରି ଅନ୍ୟମାନଙ୍କୁ ଇଷ୍ଟ ଭାବରେ ଭାବାୟିତ କରିପାରିବି। ସ୍ୱାମୀକୁ ତୃପ୍ତ କରିବା ପାଇଁ ଯେମିତି ସ୍ତ୍ରୀ ତାର ପ୍ରଚେଷ୍ଟା କରେ କୋଉ ହିସାବରେ ମୁଁ ସ୍ୱାମୀକୁ ତୃପ୍ତ କରିପାରିବି, ସେଇପରି ଭାବ ନେଇ ଯଦି ଭକ୍ତ ଚାଲେ, ତାର ଅହଙ୍କାର ନଥାଏ, ସେ ନିଜକୁ କେବେ ଜାହିର କରେ ନା। ନିଜର ଚାହିଦା ମଧ୍ୟ ପୂରଣ କରିବା ପାଇଁ ପ୍ରଭୁଙ୍କ ପାଖରେ ନିବେଦନ କରେ ନା। ସେ କେବଳ ଚାହେଁ ମୋ ପ୍ରଭୁ ଖୁସି ହୁଅନ୍ତୁ, ସ୍ୱସ୍ତି ପାଆନ୍ତୁ, ଆନନ୍ଦରେ ରହନ୍ତୁ, ତାଙ୍କର ଇଚ୍ଛା ପୂରଣ ହଉ। ତାଙ୍କରି ଭାବ ଆମ ଭିତରେ ଜାଗ୍ରତ ହେଇ ଉଠୁ। ଏଇ ଭାବ ଭକ୍ତି ନେଇ ଯଦି ଆମେ ଚାଲିବା, ଆମଠାରୁ ଅହଙ୍କାର ଚାଲିଯିବ। ପ୍ରକୃତ ଭକ୍ତ ଆମେ ହେଇ ଉଠିବା। ଆମ ଭିତରେ ଭକ୍ତି ଗଜେଇ ଉଠିବ। ଭକ୍ତି ଯୋଉ କଥା କହୁଥିଲି, ସଚିନ୍ତାର ଉଦାରତାର ଚିହ୍ନ ଇତ୍ୟାଦି, ସଦ୍ ବ୍ୟବହାରର ଚିହ୍ନ ଇତ୍ୟାଦି ପରିସ୍ଫୁଟନ ହବ। ଆସନ୍ତୁ ଆତ୍ମନିରୀକ୍ଷଣ କରିବା, ଆତ୍ମବିଶ୍ଳେଷଣ କରିବା। ମୁଁ କେତେ ଦୂର ତାଙ୍କର ଭକ୍ତ ହେଇପାରିଛି, ତାଙ୍କର ସେବକ ହେଇପାରିଛି, ତାଙ୍କ ଦାୟିତ୍ୱ ନେବା ପାଇଁ ପ୍ରକୃଷ୍ଟ ବ୍ୟକ୍ତିରେ ପରିଣତ ହେଇଛି। ଶେଷରେ ସମସ୍ତଙ୍କର ମଙ୍ଗଳ ପାଇଁ, ସମସ୍ତ ଭକ୍ତ ମଣ୍ଡଳୀଙ୍କର ପଞ୍ଚଜୀବନ ସାର୍ଥକ ମଣ୍ଡିତ ପାଇଁ ପ୍ରଭୁଙ୍କ ନିକଟରେ ବାର ବାର ବିନୀତ ନିବେଦନ କରି ମୋର ବକ୍ତବ୍ୟ। ଜୟ ଗୁରୁ, ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ସଂକ୍ଷିପ୍ତ ହେଲେ ମଧ୍ୟ ଖୁବ ସୁନ୍ଦର ଆଲୋଚନା।